डिप्रेशन रे हसिबा भूली जाइछन्ति युवपीढ़ी। दैनंदिन रे सामिल करंतु एभली किछि अभ्यास। बदलुछि समय, ता सहित बदलुछि युवपीढ़ी समस्या। वर्तमान पीढ़ी एभली किछि परिस्थिति दे गति करुछि जहाँ ना से काहाको कहबाकू चाहुछि ना निज भितरे लुचेई रखि पारुछि। एभली स्थिति रे धीरे धीरे डिप्रेशन आड़कू गति करिछि आम जेनेरेशन बा आमर पीढ़ी। ଏହା ସହ ସେ ଖୁସି ହେବା ପାଇଁ ବି ଭୁଲି ଯାଇଛି। ତେବେ ନିଜକୁ ବଦଳାଇବା ପାଇଁ ନିଜ ଦୈନନ୍ଦିନ ଅଭ୍ୟାସରେ ସାମିଲ କରନ୍ତୁ କିଛି ଏଭଳି ଅଭ୍ୟାସ ଯାହାଦ୍ୱାରା ଆପଣ ନିଜ ବ୍ୟସ୍ତବହୁଳ ଜୀବନରେ ବି ଖୁସି ରହିପାରିବେ। ପ୍ରଥମେ ଲୋକମାନଙ୍କ ଧ୍ୟାନ ରଖିବା ଅପେକ୍ଷା ନିଜର ଧ୍ୟାନ ରଖନ୍ତୁ। ଏମିତି କିଛି କାମ କରନ୍ତୁ ଯାହା ଆପଣଙ୍କୁ ଖୁସି ରଖିବ। ଆଖପାଖ ଲୋକମାନଙ୍କ ଅପେକ୍ଷା ନିଜକୁ ଗୁରୁତ୍ୱ ଦିଅନ୍ତୁ। ନିଜର ଚିନ୍ତାକୁ ଜୀବନରୁ ଦୂରେଇ ଦିଅନ୍ତୁ। ନିୟମିତ ମେଡିଟେସନ ବ୍ୟାୟାମ କରନ୍ତୁ। ଅନେକ ଲୋକ ନିଜର ତୁଳନା ଅନ୍ୟମାନଙ୍କ ସହ କରିଥାନ୍ତି ଆଉ ଏହା ଜୀବନର ସବୁଠାରୁ ବଡ଼ ମୂର୍ଖାମି। ସମସ୍ତଙ୍କର ଲକ୍ଷ୍ୟ, ତରିକା ଏବଂ ପରିସ୍ଥିତି ଅଲଗା ଅଲଗା। ତେଣୁ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବା ବନ୍ଦ କରି କେବଳ ନିଜ ପ୍ରତି ଧ୍ୟାନ ଦିଅନ୍ତୁ। କାମରୁ ସମୟ ମିଳିଲେ ପାର୍କ ଯାଇ ବସନ୍ତୁ, ଖାଲି ପାଦରେ ଘାସରେ ଚାଲନ୍ତୁ, ନିଜ ସହିତ ସମୟ ବିତାନ୍ତୁ। ଝିଅମାନେ ନିଜକୁ ଟିକେ ମେଣ୍ଟେନ୍ କରନ୍ତୁ, ନିଜ ମନ ମୁତାବକ ମେକଅପ୍ କରନ୍ତୁ, ନିଜ ପାଇଁ କିଛି ନା କିଛି ସପିଂ କରନ୍ତୁ ଅଥବା ଯାହା ତୁମକୁ ଖୁସି ଦେବ ସେସବୁ ପ୍ରତି ନିଜେ ଧ୍ୟାନ ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ନିଜକୁ କିଛି ଟାର୍ଗେଟ୍ ଦିଅନ୍ତୁ, ତାହାକୁ ଏଚିଭ୍ ମଧ୍ୟ କରନ୍ତୁ ଏବଂ ନିଜକୁ ନିଜେ ପ୍ରତ୍ୟେକ ଦିନ କିଛି ନା କିଛି ଗିଫ୍ଟ ଦିଅନ୍ତୁ ଆଉ ଖୁସିରେ ରୁହନ୍ତୁ।